पूर्व सरकारଙ୍କ ସମୟରେ ଆରମ୍ଭ ହୋଇଥିଲା ଗ୍ରାମୀଣ ଉଦ୍ୟାନ ଯୋଜନା। ଗାଁର ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସେହି ଉଦ୍ୟାନରେ ବୁଲି ମଜା ନେବେ। ତେବେ ଦେଖନ୍ତୁ ସେହି ଯୋଜନାରେ ହୋଇଥିବା ଏହି ଉଦ୍ୟାନକୁ 2022-23 ଆର୍ଥିକ ବର୍ଷରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ତ ସରିଲା ନାହିଁ, ବରଂ ପୁରା ଆଣ୍ଠେଇ ପଡ଼ିଛି। ଏହା ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଧୀନ ପାକଟିଆ ପଞ୍ଚାୟତରେ ସରକାରୀ ଯୋଜନାରେ ହେଉଥିବା ଗ୍ରାମୀଣ ଉଦ୍ୟାନ। କାର୍ଯ୍ୟ ଆରମ୍ଭକୁ 2 ବର୍ଷରୁ ଉର୍ଦ୍ଧ୍ୱ ବିତି ଯାଇଥିଲେ ବି କେଉଁ ଅବସ୍ଥାରେ ପଡ଼ି ରହିଛି ଏହି ଉଦ୍ୟାନ, ଯେଉଁଥିପାଇଁ ଗ୍ରାମବାସୀମାନେ ମୁହଁ ଖୋଲି ଏହି ଉଦ୍ୟାନ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। 3 ବର୍ଷ ହେଲାନି ତ। କାମ କେମିତି ହେଇଛି? ଆଜ୍ଞା ପ୍ରଥମ ଟିକେ ମାଟି ପଡିଥିଲା, ଆଜ୍ଞା ତାପରେ ଗଛ ଲଗାଣି ହେଲା। ଗୋଟେ ପାର୍କ କମ ଲାଗୁଛି ଆପଣଙ୍କୁ? ନା। ତାହେଲେ ଆପଣ କହୁଛନ୍ତି କାମ ନିମ୍ନମାନର ହେଇଛି? ହଁ ରହିଛି। ଖରାପ କାମ ହେଇଛି। କେତେ ଲକ୍ଷ ଟଙ୍କାର କାମଟା? ଆମେ ଜାଣି 10 ଲକ୍ଷ। 10? ହଁ। ଏଇଟା ଦେଖିଲେ ଜଣା ପଡୁଛି 10 ଲକ୍ଷ ଟଙ୍କା କାମ ହେଇଛି? ନା ତ ଜଣା ପଡେନି। ତ ବର୍ତ୍ତମାନ କେମିତି ଲାଗୁଛି ଆପଣଙ୍କୁ? କାମ ନିମ୍ନମାନର ହେଇଛି? ହଁ ହଁ ହଁ। ତ କଣ କହିବେ? ସରକାରଙ୍କୁ କଣ ଦାବି ରଖିବେ କାମ ବାବଦ? ହଁ କାମ ହବ ଯଦି ଟିକେ ଭଲ କରି ହଉ। ଆଜ୍ଞା ଆଜ୍ଞା। ହବ ଯଦି ଦେଖିଲା ରକମ। ତେବେ ପାକଟିଆ ପଞ୍ଚାୟତ ବଡତୁଙ୍ଗାଧୁଆ ଗ୍ରାମର ବିଦ୍ୟାଳୟ ପାର୍ଶ୍ୱରେ ଥିବା ଏକ ସ୍ଥାନରେ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଏକ ଗ୍ରାମୀଣ ଉଦ୍ୟାନ ପାଇଁ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକଳ୍ପ ମଞ୍ଜୁର ହୋଇଥିଲା, ଯାହାକି 2022-23 ଆର୍ଥିକ ବର୍ଷରେ ଏହି ଉଦ୍ୟାନ କାର୍ଯ୍ୟ ପାଇଁ 9,97,837 ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ପାର୍କର କାର୍ଯ୍ୟ। ହେଲେ ଏବେ ସେହି ପ୍ରକଳ୍ପର ଫଳକକୁ ଦେଖନ୍ତୁ, ଆଉ ପାର୍କର ସ୍ଥିତି ମଧ୍ୟ ଦେଖନ୍ତୁ। ଫଳକର ଲେଖା ଆଉ ଏବେ ଠିକ ଭାବରେ ଦେଖାଯାଉନଥିବା ବେଳେ ଉଦ୍ୟାନ କୁହାଯାଉଥିବା ସ୍ଥାନରେ ମାତ୍ର କେତେ ଗୁଡ଼ିଏ ଫୁଲ ଗଛ ଲାଗିଛି। ତେଣୁ ବଡତୁଙ୍ଗାଧୁଆ ଗ୍ରାମର ଲୋକମାନେ ଏହି ପ୍ରକଳ୍ପକୁ ନେଇ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି। ତ ପାର୍କ ଭଳିଆ କିଛି ଜଣା ପଡୁନି। ମାନେ କଣ ପାଇଁ ଜଣା ପଡୁନି? ପାର୍କ ଆମେ ଯେମିତି ବାହାରେ ଯେମିତି ପାର୍କ ଦେଖି ଆସୁଛେ, ସେ ପାର୍କ ଦେଖିଲା ବେଳକୁ ଏ ପାର୍କକୁ ଆମେ କିଛି ତୁଳନାରେ ସମ୍ଭବ ହଉନି। କେବଳ ପଡିଆଟା ହଁ, ଯଦି କିଛି ଗଛ ଅଛି, ଛୋଟ ଛୋଟ ଅଛି। ହଁ ହଁ। ହେଲା କି? କେତେ ଟଙ୍କା ଇଏ କାମ? କେତେ ଟଙ୍କା କାମଟା? 10 ଲକ୍ଷ ଟଙ୍କାର କାମ ଆଜ୍ଞା। କେତେ ବର୍ଷ ତଳେ ଷ୍ଟାର୍ଟ ହେଇଥିଲା କାମ? କାମ ପ୍ରାୟ ଆଜିକୁ 5 ବର୍ଷ ପାଖାପାଖି ହେଲାଣି। ଗଛ ଗୁଡା କେବେ ଲଗେଇଛନ୍ତି? ଛୋଟ ଛୋଟ ଅଛି ଏବେ ବି କିଛି ଗଛ ଏବେ ଲାଗିଛି ପ୍ରାୟ 4-5 ମାସ ହେଲା ଚାଲିଛି ଆଉ। ତ ଆପଣଙ୍କୁ କେମିତି ଲାଗୁଛି? କାମ ପୁରା ଜାଲିଆତି ହେଇଛି କାମରେ? କାମ ପୁରା ଜାଲିଆତି କାମ। ଆମେ ସରକାରକୁ ଆମେ ତ ଦାବି ରଖୁଛୁ, ଯଦି ପାର୍କ ତିଆରି ହଉଛି ଭଲ ଭାବରେ ତିଆରି ହେଲେ ଭଲ ହୁଅନ୍ତା। ତାପରେ ଯାହା ହଉ ଗାଁ ଲୋକ କିଛି ଛୁଆ ପିଲା କିମ୍ବା ବୟସ୍କ ଲୋକ ଏଠି ଆସି ସକାଳେ ସନ୍ଧ୍ୟାରେ ହୁଏତ ଚଲାବୁଲା କରିପାରନ୍ତି, ତାଙ୍କୁ ହୁଏତ ଟିକେ ଭଲ ଲାଗିଥାନ୍ତା ବୟସ୍କ ଲୋକଙ୍କ ପାଇଁ। କଣ ଦାବି ରଖିବେ ସରକାର? ଦାବି ସରକାରକୁ ଟିକେ ଯଦି ହଉଛି ଭଲ କରି ହଉ ଆଉ। ତେବେ ଗ୍ରାମୀଣ ଉଦ୍ୟାନ ନିର୍ମାଣ ପାଇଁ ଲାଗିଥିବା ସୂଚନା ଫଳକରେ ନା ଅଛି କାର୍ଯ୍ୟ ଆରମ୍ଭ ତାରିଖ, ନା ଅଛି କାର୍ଯ୍ୟର ଶେଷ ତାରିଖ। ତେଣୁ ଏଥିରୁ ପ୍ରକଳ୍ପ ନିର୍ମାଣରେ ଯେ ଚଞ୍ଚକତା ଅନିୟମିତତା ହେଉଥିବା ଜଳ ଜଳ ହୋଇ ଦିଶୁଛି। ତେଣୁ ଏହି କାର୍ଯ୍ୟ ବାବଦରେ ପାକଟିଆ ସରପଞ୍ଚକୁ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ ଉଦ୍ୟାନ କାମ ଚାଲୁ ରହିଛି, ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠି ସାରିଛି ବୋଲି ସେ କହିଛନ୍ତି। ହେଲେ କାମ କେବେ ସରିବ ସେ ସମ୍ପର୍କରେ କିଛି କହିଲେ ନାହିଁ। ନା ନା, ସେ ଆମେ ଆପଣଙ୍କ ସେଇ ବଡତୁଙ୍ଗାଧୁଆକୁ ଯାଇଥିଲୁ ତ, ହେଲା ସେଠି ଗ୍ରାମବାସୀ ମାନେ ଆମକୁ ଖବର ଦେଇଥିଲେ, ଅଭିଯୋଗ କଲେ ଯେ ସେ ଯୋଉ ସେଠି ଗୋଟେ ପାର୍କ ନିର୍ମାଣ ହଉନି କି? ଆଜ୍ଞା ଆଜ୍ଞା। ତ ସେଇ ପାର୍କ ନିର୍ମାଣରେ ଯୋଉ ଗୋଟେ ଦୁର୍ନୀତି ହେଇଛି ବୋଲି, ନିମ୍ନମାନର କାମ ହେଇଛି ବୋଲି ଅଭିଯୋଗ କଲେ, ହେଲା। ତାପରେ ଆମେ ଯୋଉ ଯାଇକି ଫିଲ୍ଡରେ ଦେଖିଲୁ, ଏଷ୍ଟିମେଟ କଷ୍ଟ ଅଛି ଆପଣଙ୍କର 9,97,040 ଏମିତିଆ ଅଛି। ହଁ 9 ଲକ୍ଷ ପାସ୍। କିନ୍ତୁ କାମ ଭାଇ କିଛି ହେଇନି, ବୁଝିପାରିଲେ? ମୋର କହିବା କଥା ଶୁଣ, ଠିକ ଅଛି, ଗାଁ ଲୋକ ମାନେ କମ୍ପ୍ଲେନ କରୁଛନ୍ତି, ଠିକ ଅଛି, କିନ୍ତୁ ଆମର ଭାଇ କାମ ପ୍ରୋସେସିଂ ଚାଲିଛି, ବୁଝିପାରିଲେ ନା? କାମ ଅନଗୋଇଂ ଅଛି କାମଟା, ତା ମାନେ ଅନଗୋଇଂ ଅଛି, ବୁଝିପାରିଲେ? ଏଟା ମାନେ ଆର୍ଥିକ ବର୍ଷ 22-23 ର କାମଟା ଯେ? ହଁ ହଁ। ମାନେ ଫେଜ ବାଇ ଫେଜ କାମ ହଉଛି ନା କଣ? ହଁ ହଁ।
ବର୍ତ୍ତମାନ କିନ୍ତୁ- ସୁଦ୍ଧା କେତେ ଥର ସେଠି କାମ ବିଲ୍ ଉଠି ସାରିଲାଣି ମାନେ ମାଷ୍ଟ୍ରା ବିଲ୍? ଆପଣଙ୍କ 3 ଲକ୍ଷ ଏଭବ ଯୋଉ ଉଠି ସାରିଛି ବୁଝିପାରିଲେ। ଆଜ୍ଞା ଆଜ୍ଞା ପୁଣି କାମ କିନ୍ତୁ ଆଗକୁ ଯୋଉ ଚାଲିବ। ହଁ ସେଇ ଯୋଉ ଜାଗାଟା ଥିଲା ଆପଣଙ୍କର ବହୁତ ଖାଲ ଥିଲା, ଆଜ୍ଞା ତାକୁ ମାଟିଂ ଫିଲିଂ ମାନେ ସବୁ କଲା ବେଳକୁ ହଉ। ଖର୍ଚ୍ଚ ଟିକେ ଅଛି ନା, ଆଜ୍ଞା ତ ସେ ଲୋକମାନେ ଜାଣିନାହାନ୍ତି, ହୁଁ ବୁଝିପାରିଲେ ନା। ଆଜ୍ଞା ଆଜ୍ଞା କିନ୍ତୁ 3 ଲକ୍ଷ ଟଙ୍କା ଆମର ମାନେ ଏକ୍ସପେଣ୍ଡିଚର ହେଇଛି, ଖର୍ଚ୍ଚ ହେଇଛି। ଅହ। ଆଉ ବାକି ରହିଲା ଆପଣଙ୍କର 6 ଲକ୍ଷ ପାଖାପାଖି ବାକି ଅଛି। 6 ଲକ୍ଷ ପାଖାପାଖି ବାକି ଅଛି, ହଁ ଅନୁଯାୟୀ ହଁ ଚାଲିଛି ନା? ବତର ମେଟେରିଆଲ୍ସ କାମ ଉପରେ ଚାଲିଛି। ଓହୋ ତା କାମଟା ଭାଇ କରିଥିଲେ କିଏ କାମଟା ଏଟା? ଆମର ସେ ସନାତନ ଦଳନାୟକ ସେ ମେଟ୍ ଥିଲେ ଯେହେତୁ ତାଙ୍କ ନାଁରେ ଥିଲା ଇଏଟା ନା? ହୁଁ। ଆଜ୍ଞା ଆଜ୍ଞା ଠିକ ଠିକ ଅଛି ଭାଇ, ସେଇଟା ଆଜ୍ଞା। ବୁଝିବା ପାଇଁ ଫୋନ ଆଉ ମାରିଥିଲି। ଯଦି ଶୁଣୁନ ଆପଣ ଆଜ୍ଞା। ଫାଇଲ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ପଳେଇ ଆସନ୍ତୁ ଯିବି, ଫାଇଲ ବି ଦେଖେଇବା। ନା ସବୁ ଫାଇଲେ ଆପଣ ଡିଟେଲ୍ସ ହଁ କହିଲେ କଥାଟା, ହଁ ଆପଣଙ୍କ ହଁ ପ୍ରତିକ୍ରିୟାଟା ପାଇଁ ଆମେ ଫୋନ ମାରିଥିଲୁ ଆଉ। ଆଜ୍ଞା ହଁ 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 ଠିକ ଅଛି। ସେ ଲୋକମାନେ ଜାଣିଲେ ସେମାନେ ଭାବିଲେ କି କାମ କମ୍ପ୍ଲିଟ ହେଇଗଲା, ଆଜ୍ଞା ଆଜ୍ଞା କିନ୍ତୁ ଆମେ ପେମେଣ୍ଟ କରୁଛୁ, ଆମେ ଜାଣୁଛୁ ନା କେତେ ଟୋଟାଲ ପେମେଣ୍ଟ ହେଇଛି। ଆଜ୍ଞା 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 ଭାଇ ହୁଁ। ଠିକ ହଉ ଅଛି ଠିକ ଭାଇ ଅଛି ଠିକ। ଆଜ୍ଞା। ସେପଟେ ଗ୍ରାମବାସୀ ମାନେ ପାଖରେ ଏକ ଉଦ୍ୟାନ ପାଇବାର ଆଶା ରଖିଥିବା ବେଳେ କେବଳ ଦେଖିବାକୁ ବାକି ରହିଲା ଯେ ଉପରିସ୍ଥ ଅଧିକାରୀ ମାନେ ଏଥିପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୁରୁଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।